ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 32 ପଦରେ ଆମେ ଏପରି ପାଠ କରୁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ। ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀ କି ବିବାହ କରେ, ସେ ବ୍ୟଭିଚାର କରେ। ଈଶ୍ୱର ପୁରୁଷ ଓ ସ୍ତ୍ରୀଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ। ଆଉ ଛାଡ଼ପତ୍ର ବା ବିବାହ ବିଚ୍ଛେଦ ଈଶ୍ୱରଙ୍କ ଯୋଜନାରେ ଆଦୌ ନଥିଲା। ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇ ରହନ୍ତି, ଯାହା ଜଣଙ୍କର ମୃତ୍ୟୁ ଦ୍ୱାରା ହିଁ ବିଚ୍ଛେଦ ହୋଇପାରେ। ଈଶ୍ୱର ଛାଡ଼ପତ୍ରକୁ ଘୃଣା କରନ୍ତି। ପୁଣି ଛାଡ଼ପତ୍ର ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନୁହେଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ ମଧ୍ୟ ଏହା ଅନୁମୋଦନ କରନ୍ତି ନାହିଁ। ଛାଡ଼ପତ୍ର ପାପର ପରିଣାମ ଅଟେ, କାରଣ ଛାଡ଼ପତ୍ର ଈଶ୍ୱରଙ୍କ ବ୍ୟବସ୍ଥାର ବିରୁଦ୍ଧ ଅଟେ, ତଥା ଈଶ୍ୱରଙ୍କ ବ୍ୟବସ୍ଥା ଲଙ୍ଘନ ପାପ ଅଟେ। ମନୁଷ୍ୟର ପାପ ହେତୁ ଛାଡ଼ପତ୍ର ଆଜି ମନୁଷ୍ୟର ଏକ ବହୁ ପ୍ରଚଳିତ ରୀତିରେ ପରିଣତ ହୋଇଯାଇଛି। ତଥାପି ପାପର ଦଣ୍ଡ ନର୍କ ଅଟେ। ଆଉ ଏହି ଦଣ୍ଡରୁ ତଥା ଈଶ୍ୱରଙ୍କ କ୍ରୋଧରୁ ମନୁଷ୍ୟକୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଦେହବନ୍ତ ହୋଇ ମନୁଷ୍ୟର ପାପର ବୋଝ ଆପଣା ଉପରେ ନେଇ କ୍ରୁଶରେ ବଳିଦାନ ହେଲେ। ମନୁଷ୍ୟର ବଦଳରେ କ୍ରୁଶରେ ଦଣ୍ଡ ଭୋଗିଲେ। ପୁଣି ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ପରିତ୍ରାଣ ପ୍ରାପ୍ତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ପାପରୁ, ପାପର ପରିଣାମ ତଥା ପାପର ଦଣ୍ଡରୁ ଆପଣ ଯେପରି ରକ୍ଷା ପ୍ରାପ୍ତ ହେବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।